ମୋ ପୁଅ କହିଲା ଆଜି ମା ଆଳୁ ଭଜାକୁ ଭାଜିବ। ଆଳୁକୁ ଯେ ଲମ୍ବ ଲମ୍ବ ନ କରି କାଟିବ। ଛୋଟ ଛୋଟ କରି ଆଳୁକୁ କାଟି ନ ଦେବ। ତା ସହିତ ପିଆଜକୁ ଛୋଟ କରି ତ କାଟିବ। ପୁଅର କଥାକୁ ଶୁଣି ହଁ ଯେ ମାରିଲି। ବଡ଼ କରି ନ କାଟି ଛୋଟ ଛୋଟ ଖଣ୍ଡରେ ଆଳୁକୁ ତ କାଟିଲି। ସଫା କରି ଆଳୁକୁ ଧୋଇ ନ ଥୋଇଲି। ଛୋଟ ଛୋଟ ସାଇଜରେ ପିଆଜ ଟମାଟୋ କାଟି ରଖିଦେଲି। କାଟି ରଖିଦେଲି। ତା ସହିତ ନେଲି କିଛି ଭୃସଙ୍ଗ ଯେ ପତ୍ର। ଏବେ ଗ୍ୟାସ୍ ଲଗାଇ କଳା କଡ଼ାଇ ବସାଇଲି। ତେଲ ଗରମ ହେଲା ପରେ ଶୁଖା ମରିଚ ସୋରିଷ ଯେ ଦେଲି। ସୋରିଷ ଯେବେ ତ ଫୁଟିଣ ଯେ ଗଲା। ତାପରେ ପିଆଜର ପାଳି ତ ପଡ଼ିଲା। ପିଆଜକୁ ଭଲ ଭାବେ ଘାଣ୍ଟି ଦେଇ ମୁହିଁ ଏମିତି ଭାବରେ ଘାଣ୍ଟୁଥାଏ ମୁହିଁ। ପିଆଜକୁ ତ ସେ ପର୍ଯ୍ୟନ୍ତ ଯେ ଘାଣ୍ଟିବେ ଯେପର୍ଯ୍ୟନ୍ତ ଆପଣଙ୍କର ପିଆଜ ଲାଲି ନ ହୋଇଛି ଭଲ ଭାବେ। ପିଆଜ ଯେତେବେଳେ ନାଲି ନାଲି ହୋଇଯିବ ତାପରେ ଟମାଟୋ ଯେ ତା ଦେହେ ପଡ଼ିବ। ତା ଦେହେ ପଡ଼ିବ। ଭଲ ଭାବରେ ପିଆଜ ଟମାଟୋକୁ ଯେ ଘାଣ୍ଟିବା। ତାପରେ ସ୍ୱାଦ ଅନୁସାରେ ଲୁଣ ଦେଇଦବା। ତାପରେ ପୁଣି ଥରେ ତାକୁ ତ ଘାଣ୍ଟିବା। ତାକୁ ତ ଘାଣ୍ଟିବା। ପରିମାଣ ଅନୁସାରେ ହଳଦୀ ଢାଳିବା। ବାସ୍ନା ପାଇଁ ଭୃସଙ୍ଗ ପତ୍ର ଗୋଟେ ଛିଣ୍ଡାଇ ପକାଇବା। ତାପରେ ଭଲ ଭାବରେ ତାକୁ ତ ଘାଣ୍ଟିବା। ଏବେ ଛୋଟ ସାଇଜରେ କଟା ଆଳୁ ପକାଇବେ। ତାପରେ ଭଲ ଭାବରେ ତାକୁ ଗୋଳାଇବେ। ଏହିପରି ଭାବରେ ଯେ ଆଳୁ ଭଜା ହେବ। ଏହି ଆଳୁ ଭଜାକୁ ତ ଯେ ଜନ ଖାଇବ। ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରଶଂସାରେ ପୋତି ପକାଇବ। ପୋତି ପକାଇବ। ଏହିପରି ଭାବରେ ଆଳୁ ଭଜା ରେଡ଼ି ହବ। ଏହି ଆଳୁ ଭଜା ଛୋଟ ପିଲାଙ୍କୁ ଭଲ ଲାଗେ। ପଖାଳ ଭାତରେ ତାର ବେଶୀ ମଜା ଆସେ। ଗୋଟେ ଥର ନିଶ୍ଚିତ ଭାବରେ ହାତ କରନ୍ତୁ। ଛୋଟ ଛୋଟ ସାଇଜରେ ଆଳୁ ଭଜା କାଟି ଖାଆନ୍ତୁ। ଦେଖିବେ କେମିତି ବହୁତ ଭଲ ଯେ ଲାଗିବ। ଏହିପରି ଭାବରେ ଯେବେ ଆଳୁ ଭଜା ଖାଇ ସମସ୍ତଙ୍କୁ ପରସିବେ। ଆଳୁ ଭଜା ବନାଇ ପରସିବେ। ଛୋଟଠାରୁ ବଡ଼ ସମସ୍ତେ ପ୍ରଶଂସାରେ ପୋତି ଦେବେ। ପ୍ରଶଂସାରେ ପୋତି ଦେବେ। ରହିଲି ନମସ୍କାର। ଜୟ ଜଗନ୍ନାଥ।